हेलो फ्रेंड, गुड मॉर्निंग। सकाळ न्यू ब्लॉग को स्वागत। तो ब्लॉग आमर बोधे 8-9 दिन हेले वीडियो करनी कहीं समस्त मेडिकल थी। आम तो नेक्स्ट वीडियो अलग आमर अलग चैनल रे जो वीडियो अपलोड होती तो देखिए मो देह बहुत एत खराब हो जाता तो वीडियो भी पढ़ी पार ना देह एत खराब हो जाता समस्त मेडिकल कौन करवा बेला खराब थे तो समस्त बेड़ारू तो कहीं मुक्ति पाई ना। देह मुंड तो भल ना। हाँ मेडिकल को आसला 3-4 दिन है। देह तो जेहतु भल ना ये बस सबुदिन ये खाऊ बस बारंडारे खाया तैयारी करके दौरान जेहेतु मोर स्टिच भी एपर्तंत है फिटिनी कौन करा आर सकाଳେ ଟିକେ ମୋ ପାଇଁ ରୁଟି ବନେଇକି ଯାଇଥିଲେ। ରୁଟି ଆଉ ସନ୍ତୁଳା ମୁଁ ଖାଇ ଦେଇଛି। ଆଉ କିଛି ରୁଟି ଅଛି। ତାପରେ ସକାଳେ ବେଡ୍ ଫେଡ୍ କିଣିକି ଆଣିଥିଲେ ଖାଇ ଦେଇକି ଏଠି ବସିକି ମେଡ଼ିସିନ ଖାଇକି ଏଠି ଗଡ଼ୁଛି। ଯେତେବେଳେ ଗରମ ଲାଗୁଛି ଜୋରରେ ଫ୍ୟାନ୍ ଲଗାଉଛି, ଯେତେବେଳେ ଶୀତ କରୁଛି ଫ୍ୟାନ୍ ବନ୍ଦ କରିଦେଉଛି। ଆଉ କ'ଣ କରିବା, ସିଜିନଟା ତ ଏତେ ହିଁ ଚାଲିଛି। ଆଉ କାଲି ଗୋଟେ ଦିନ ଗଲେ ପହରଦିନ ଷ୍ଟିଚ୍ ଖୋଲା ହେବ। ଆଉ ଯାହା ବି ହେଲେ ଷ୍ଟିଚ୍ ଖୋଲା ହେଇସାରିଲା ପରେ ଯାହା ବି ହେଲେ ଏଇନା 2-3 ମାସ ଖଣ୍ଡେ तो जगिया पड़ो देह को जा भी कौन कर काली छाड़ी पदन जीव सिले खोलिया सिले खोलिक आसबू। देहरे ब्लड नहीं, देह हाथ सब छीता 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 सब देखा। गोटे टाइम तो मत भात खायापी पड़ुची। 2 टाइम रुटी सन्तुला सब खाया पड़ुची। जेहेतु टे जिरिंग पेट पूरा किसी खाई होनी। ए 11टा है 11टा पर जी लाट्रिन जी गाधे भी बारिपटे पानी अच्छे। गाधा गाधे सारिकी भात खाइबी। आज भी चंद्रग्रहण 12टार हांडी छाड़े जेहेतु मो केवल रोषे होता खाइबी। समस्त जेहतु ग्रहण लगुच जलखिया खाती पालती सब जलखिया खाई पाले। लिसिन तार खाई गाधे भी भल ना भी मेडिसिन आसी तार खाई पी खेलुँ गाधे बोली। मुझे ये बस कौन कर कौड़े जापार ना कौड़े बुल पार कौन कर मैंने एत कष्ट मेडिसिन खाई इंजेक्शन खाई सालाइन खाई मेडिकल पड़ी पड़ी होके आसी कष्ट कौन कर कष्ट भी आम से झीटे भी बंचलानी। कौन कर से पेटरू ही डेथ हो जाता कष्ट। जी दुनिया को आसार ही थी से आसो जी न आसार थी से आम कांदी भी रही मन बुझे कौन कर किसी भी करनी कौन कर जीव ड्रेस पिंधु ना रास्ता को जाना मुझे गाधे पाधे खाई पी सारे देखा निहत ब्लॉग बनवाई पड़ो। जेहतु एत दिन है मो चैनल पूरा बंद हो जाए टेंशन रे किसी भी भल लगुना आस्ते आस्ते टे रिकवरी लगुच ना नहीं कौन कर बस अधिक समय एमती बसी होनी। मेडिकल रे 3-4 दिन डिस्चार्ज होकर आसली। लिसिन डाडी भी टे हैरान हो जाती कम को तो जाऊना जेहेतु मो देह खराब अच्छे सफा सुतरा आम सब चलती निजे कर बारी रे बहुत कम रोच बारी की पड़े मो खाया तैयारी कर कौन करवा।
ଆଉ ସାଙ୍ଗମାନେ ଦିନରେ ତ ଟିକେ ଗାଧେଇ ପଡ଼ିକି ଆସିଲି, ଗାଧେଇ ପଡ଼ିକି ସେଇଠି ଖାଇକି ମେଡ଼ିସିନ ଖାଇଲି। ଆଉ କ'ଣ କରିବି, କିଛି ତ କାମ ନାହିଁ ଯେ ଆଉ କ'ଣ ଗୋଟେ ବ୍ଲଗ୍ ବନେଇବି ଦେଖେଇବି, କେବଳ ଖାଉଛି ହିଁ, ରେଷ୍ଟ ନେଉଛି, ଆଉ କ'ଣ କରିବି। ତ ଯେତେବେଳେ ଗାଧେଇକି ଆସିଲି, ଆଉ ଭାତ ଡାଲି ଅଣ୍ଡା ଭୁଜିଆ ହେଇଥିଲା, ଆଉ ସନ୍ତୁଳା ହେଇଥିଲା ମୋ ପାଇଁ। ତାପରେ କ'ଣ ଟିକେ ଖାଇଦେଲି, ଖାଇଦେଇକି ସେଇଠି ଟିକେ ନାକୁ ଗଡ଼ିଲି। ନିଦ ତ ଆସୁନି ଠିକ୍ସେ, କାହିଁକିନା ରାତିରେ ଅଳ୍ପ ସମୟ ଶୋଇଲା ପରେ ବି କ'ଣ ପାଇଁ କେଜାଣି ନିଦ ଟିକେ କମ୍ପ୍ଲିଟ୍ ଭଲସେ ନିଦ ଲାଗୁନି ଦିନରେ। ଆଉ ସେଇଠି ଗଡ଼ି ଭାବିଲି ଶୋଇବି ବୋଲି, ତାପରେ ତ ଶୋଇପାରିଲିନି, ବର୍ଷା ଜୋରେ ହେଲା। ଆଉ ସେଇଠି ଗଡ଼ିଲା ଭିତରେ ଲିସିନ୍ ଡାଡ଼ି ପଳେଇ ଆସିଲେ, ଯାଇଥିଲେ ବାରିକି। ତାପରେ ଆସିକି ବୋଉଙ୍କୁ ନେଇକି ପଳେଇଲେ ଦାନ୍ତ ଉପାଡ଼ିବା ପାଇଁ। ବୋଉଙ୍କର ଦାନ୍ତ ବହୁତ ପେନଫୁଲ୍ ହେଉଥିଲା, ତ ତାଙ୍କ ଦାନ୍ତ ଉପାଡ଼ିବାକୁ ପଳେଇଲେ। ଆସିନାହାନ୍ତି, ଏବେ 5ଟା ହେଲାଣି, 5ଟା ପରେ ହେଇଗଲାଣି। ଆଉ ଏଠି ରାଜା ବସିକି ଲିସିନ୍ ଡାକୁଛି। ଆଉ ଲିସିନ୍ ଯାଇଛି ମିତାଙ୍କ ଘର ଆଡ଼େ। ଦେଖନ୍ତୁ ଆମ ଘର ପୁରା ଖାଁ ଏକୁଟିଆ ମୁଁ ଏପଟେ ଅଛି, ବୁଲୁଛି, ଟିକେ ଭଲ ଲାଗୁଛି। ଆଉ ଲିସିନ୍ ଦାଦି ପଳେଇ ଯାଇଛି ଆଡ଼େ ଦାନ୍ତ ଉପାଡ଼ିବା ପାଇଁକା, ଦାନ୍ତ ଉପାଡ଼ିକି ଆସିବେ ବୋଉଙ୍କର। ଆଉ ଯେହେତୁ ଆଜି ଟିକେ ଚନ୍ଦ୍ରଗ୍ରହଣ ଅଛି, ଟିକେ କ'ଣ ଆଜି ରାତିରେ ତ ଚନ୍ଦ୍ରଗ୍ରହଣ ଅଛି, ହାଣ୍ଡି ଛାଡ଼ି 12ଟା ବେଳଠାରୁ ହେଇଯାଇଛି। ଆମେ ଖିଆପିଆ କରିଥିଲୁ, ଆଉ ତାପରେ ତ ରାତିରେ ଆଉ କ'ଣ ଖାଇବା, କିଛି ତ ଆଉ ରନ୍ଧା ଜିନିଷ ଖାଇହେବନି। କି ଚୁଡ଼ାଫୁଡ଼ା କି ଜଳଖିଆ ଆଣିବେ। ଆଉ ଯାଇଛନ୍ତି ଯେହେତୁ କ'ଣ ନେଇକି ଆସିବେ ବୋଧେ ସାଡ଼ୁ ଖାଇବା ପାଇଁକା। ବୋଉଙ୍କର ଦାନ୍ତ ଉପାଡ଼ା ହେଇଛି ମାନେ ସେ ବି ଚୁଲି ପାଖକୁ ଯିବେନି 2 ଦିନ ଯାକ ହେଲା। ତାଙ୍କର ବି ଖାଇବା ପିଇବା ବି ଠିକ୍ସେ ହେବନି। ଆଉ କ'ଣ କରିବା, ଆମ ଘରେ ଗୋଟେ ଏମିତି ପରିସ୍ଥିତି ଚାଲିଛି, ମାନେ କହିବାର କଥା ନାହିଁ। କେବଳ ଆମର ଦେହ ସମସ୍ତଙ୍କର ଖରାପ ହେଇଯାଉଛି, ତାପରେ କ'ଣ ଏମିତି ଘଟୁଛି କିଛି ବି କାହିଁ କିଛି ଜାଣି ହେଉନି। ସବୁଠୁ କଷ୍ଟ ମୁଁ ହିଁ ପାଇଛି ଆମ ଘରେ। ଆଉ କ'ଣ କରିବା, ଆଉ କିଛି ବି କାମ ନାହିଁ ତ ମୁଁ ଆଉ କ'ଣ ବ୍ଲଗ୍ ବନେଇବି। ଆଉ ଏମିତି ବସି ଖାଇ ଉଠି ଆଉ କ'ଣ କରିବି। ତ ସନ୍ଧ୍ୟା ହେଇଗଲାଣି ଯେହେତୁ, ଆଉ ଆମେ ଏବେ ସମସ୍ତେ ସାଡ଼ୁ ଆସିଲେ ଏଇ ଖଟ ଉପରେ ହିଁ ଗଡ଼ିବୁ, ଲିସିନ୍‌କି ଟିକେ ପାଠ ପଢ଼େଇବୁ, ଟିକେ ଗପସପ୍ ପରେ 9ଟା ବାଜିଗଲେ ଖାଇଦେଇକି ପୁଣି ଟିକେ ଶୋଇପଡ଼ିବୁ। ଶୋଇଲା ପରେ ବି ଅଳ୍ପ ସମୟ ନିଦ ହେବ, ରାତିରେ ନିଦ ଭାଙ୍ଗିଯିବ 2ଟା, 2:30, 3:30 ଏମିତି ନିଦ ଭାଙ୍ଗିଯିବ, ତାପରେ ନିଦ ଲାଗିବନି। ଆଉ ଭଲ ଲାଗିବନି ସେମିତି ଗଡ଼ି ଟିକେ ସକାଳ ପର୍ଯ୍ୟନ୍ତ ପଡ଼ିଥିବି, 6ଟା, 6:30 ପର୍ଯ୍ୟନ୍ତ ଲିସିନ୍ ଡାଡ଼ିକି ଡାକିବି, ସେ ଉଠିକି ଯିବେ। ତ ମୁଁ ପୁଣି ବ୍ରସ୍ କରିକି ପୁଣି ମୋ ମେଡ଼ିସିନ୍ ରୁଟିନ୍‌ରେ ଲାଗିଯିବି। ଆଉ କ'ଣ କରିବା, ମାନେ କେଉଁ ଦିନ ମୁଁ ମାନେ ସୁସ୍ଥ ହେବି, ମୋର ସେଇ ଟେନସନ୍। ମାନେ ମୋତେ ବସିବାକୁ ଆକ୍ଚୁଆଲି ହିଁ ଭଲ ଲାଗେନି। ମୁଁ ଅସୁସ୍ଥ ଥିଲେ ଏମିତି ନର୍ମାଲ୍ ଦେହ କ'ଣ ହେଲେ ମୋତେ ଟିକେ ଚିଡ଼ି ଲାଗିଯାଏ, ଟିକେ ନାକୁ ଯେ ମୋ ଦେହ ଖରାପ ହେଉଛି, ଟିକେ ରେଷ୍ଟ ନେଇପାରୁନି, ଆଉ ଇଏ। କିନ୍ତୁ ଏବେ ରେଷ୍ଟ ନେଲା ପରେ ବି ଏତେ ସମୟ ବସିକି ରେଷ୍ଟ ନେଲା ବି ଜମା ଏକଦମ ଭଲ ଲାଗୁନି। ତ ଏପଟ ସେପଟ ହେଇକି ଅଭ୍ୟାସ ହେଇଯାଇଛି ନା କାମ କରିକି, ଆଉ କ'ଣ କରିବା। ତ ଓବିୟସ୍ଲି ନିଶ୍ଚୟ ରେଷ୍ଟ ନେବା ପାଇଁ ପଡ଼ିବ, କାହିଁକିନା ଷ୍ଟିଚ୍ ସିଲେଇ ମୋର ଏପର୍ଯ୍ୟନ୍ତ ଫିଟିଯାଉନି ପେଟରୁ। ଆଉ କ'ଣ କରାଯିବ। ତ ମଙ୍ଗଳବାର ଦିନ ଯିବୁ, ଟିକେ ଡକ୍ଟରଙ୍କ ସହିତ କନସଲ୍ଟ କରିକି ଆସିବୁ, ଦେଖିବା କ'ଣ ହେଉଛି। ତାପରେ ଆଉ ଆଗତ ଜୀବନ, କ'ଣ ଯାହା ହବ ହଉ। ସେମାନେ ଆସନ୍ତୁ, କ'ଣ ନେଇକି ଆସୁଛନ୍ତି ରାତିରେ ଖାଇବା ଦେଖିବା। ଆଉ ସାଙ୍ଗମାନେ ବୋଉର କେକର ଏବେ ଆସିଲେ ହେରି ମେଡ଼ିକାଲରୁ, ଲିସିନ୍ ପାଇଁ ଆଣିଛନ୍ତି ଗୁପଚୁପ୍, ଆଉ ରାତିରେ ଖାଇବା ପାଇଁ ଆଣିଛନ୍ତି ଦୋସା। ଯେହେତୁ ଆଜି ଇଏ ଅଛି ଚନ୍ଦ୍ରଗ୍ରହଣ, ଆଉ ତ ରୋଷେଇ କରି କିଛି ଖାଇହେବନି। ଆଉ ଲିସିନ୍ ଆସିଲା, ତା ଗୁପଚୁପ୍ ଖାଇବ, ଆମେ ଏଠି କ'ଣ ଖାଇବା, ଦୋସା ଖାଇକି ଶୋଇପଡ଼ିବୁ। ଚପାଟି ନା